ଓଡ଼ିଶାରେ ବିଜେପିର ବଡ଼ ବିଜୟ ପରେ କିଏ ହେବ ମୁଖ୍ୟମନ୍ତ୍ରୀ? ବିଜେପି ଖୋଲିପାରେ ସରପ୍ରାଇଜ୍ କାର୍ଡ, ଜାଣନ୍ତୁ କାହାନା ନେଇ ବଢ଼ିଛି ଚର୍ଚ୍ଚା। ଓଡ଼ିଶା ରାଜନୀତିରେ ଏଭଳି ପରିବର୍ତ୍ତନ ବୋଧହୁଏ କେବେ କେହି ଭାବିନଥିବେ। ଭାରତୀୟ ଜନତା ପାର୍ଟି ଓଡ଼ିଶାବାସୀଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇଛି। ଜନାଦେଶ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏଥର ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଢ଼ିବ। ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର 74 ଥିବାବେଳେ ବିଜେପି ହାତକୁ ଆସିଛି 78ଟି ଆସନ। ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି। ଏହି ବିଜୟ ଭିତରେ ଏବେ ସବୁଠୁ ବଡ଼ ପ୍ରଶ୍ନ, ବିଜେପି ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଜେପି ରଣନୀତି ଅନୁସାରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କାହାକୁ ସ୍ଥିର କରାଯାଇ ନଥିଲା। କିନ୍ତୁ ଜୁନ୍ 10 ତାରିଖରେ ଭୁବନେଶ୍ୱରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏବେ ସବୁଠୁ ବଡ଼ ପ୍ରଶ୍ନ, 10 ତାରିଖରେ କିଏ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ? ତାହା ଉପରେ ସଭିଙ୍କ ନଜର। ଧର୍ମେନ୍ଦ୍ର ପ୍ରଧାନ, ଗିରୀଶ ମୁର୍ମୁ, ଲକ୍ଷ୍ମଣ ବାଗ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସୁର ସୂର୍ଯ୍ୟବଂଶୀଙ୍କ ନାଁ ଚର୍ଚ୍ଚାରେ ରହିଛି।